ଖରା ଦିନ ଆଉ ହୋଲି ସ୍ପେଶାଲ ବନାନ୍ତୁ ଏଇ ଥଣ୍ଡା ଥଣ୍ଡା ରେସିପି ମାତ୍ର 2-3ଟି ଜିନିଷରୁ ବହୁତ କମ୍ ଟାଇମ୍ରେ ବନିଯିବ। ସ୍ୱାଦ ଏମିତି ବାର ବାର ନିଶ୍ଚୟ ବନେଇବେ। ରେସିପି ଭଲ ଲାଗିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ। ଫେସବୁକ୍ରେ ଦେଖୁଥିଲେ ଫଲୋ ନିଶ୍ଚୟ କରନ୍ତୁ। ନମସ୍କାର, ମୁଁ ଆପୁ କୁକୁ ତ ପୁଡ଼ିଆ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପିଟି। ପ୍ରଥମେ କଡ଼େଇରେ ଦେଇଦେବା ଅଳ୍ପ ଟିକେ ପାଣି ଆଉ 1 ଲିଟର କ୍ଷୀର। ଟିକେ ପାଣି ଦେଇକି କ୍ଷୀର ଦେଲେ ତଳେ ଲାଗିବନି। ଆଉ କ୍ଷୀର ଆପଣ ଏଇଠି ଫୁଲ୍ କ୍ରିମ୍ ନେଲେ ବେଶୀ ଭଲ ବନିବ, ନହେଲେ ଯେକୌଣସି ପ୍ରକାର କ୍ଷୀର ଚଳିବ। ବେଶୀ ପତଳା କ୍ଷୀର ହେଇଥିଲେ କ୍ଷୀର ଟିକେ ଉଷୁମ ହେଲେ ଏଥିରେ 3-4 ଚାମଚ ମିଲ୍କ ପାଉଡ଼ର ଦେଇପାରିବେ, ନହେଲେ ଟିକେ ଅଧିକ କ୍ୱାଣ୍ଟିଟିର କ୍ଷୀର ନେଇକି ବେଶୀ ସମୟ ପର୍ଯ୍ୟନ୍ତ ଫୁଟେଇ ପାରିବେ। ପ୍ରଥମେ ହାଇ ଫ୍ଲେମ୍ରେ ଥରେ ଫୁଟେଇ ନେବା କ୍ଷୀରକୁ, ଏହାପରେ ଫ୍ଲେମ୍କୁ ଟିକେ କମ୍ କରିନେବା ଯେମିତିକି କ୍ଷୀର ବାହାରକୁ ନ ବାହାରେ ଉତୁରିକି। ଏଇଠି ଆପଣ ଟିକେ ଚଉଡ଼ା ଆଉ ମୋଟା କଡ଼େଇ ଦେଖିକି ନେବେ। ମୋଟା କଡ଼େଇ ନେଲେ ତଳୁ ଲାଗିବନି କ୍ଷୀର ଗୋଳେଇଲା ବେଳେ, ଆଉ ଚଉଡ଼ା କଡ଼େଇରେ ଜଲ୍ଦି ଫୁଟିକି କମିଯିବ କ୍ଷୀର। କ୍ଷୀରକୁ ଫୁଟିବାକୁ ଛାଡ଼ିଦେବା ଆଉ ମଝିରେ ମଝିରେ ଗୋଳେଇ ନେଉଥିବା, ନହେଲେ ତଳୁ ଲାଗିଯିବ। ଆଉ ସାଇଡ଼ରେ ଲାଗୁଥିବା ସରକୁ ବି ଏଥିରେ ଭଲ ଭାବେ ମିଶାଇ ନେଉଥିବା। ଏହାପରେ ଗୋଟେ ପ୍ୟାନ୍ ଗରମ କରିକି ଏଥିରେ ଅଳ୍ପ ଘିଅ ଦେବା ଆଉ କିଛି କାଜୁ ଭାଜିକି ବାହାର କରିନେବା। ଆପଣ ଚାହିଁଲେ ଏଥିରେ କିସମିସ୍ ବି ଦେଇପାରିବେ, ମୁଁ ଦିଏନି କାରଣ ଟିକେ ଖଟା ଲାଗେ ଏହି ରେସିପିରେ। ଏହାପରେ କିଛି ପିସ୍ତାକୁ ମୁଁ 10 ମିନିଟ୍ ପାଇଁ ଗରମ ପାଣିରେ ପକାଇକି ରଖିଥିଲି। ଏହାର ଚୋପା ଏମିତି ବାହାର କରିନେବା ଆଉ ଛୋଟ ଛୋଟ କରିକି କାଟି ନେବା। ଏହା ପୁରା ଅପସନାଲ୍ ଅଛି ଏହି ରେସିପିରେ, ନଦେଲେ ଚଳିବ, ଦେଲେ ଟିକେ ବେଶୀ ଭଲ ଲାଗିବ। ଏହାପରେ ଗୋଟେ ହାଣ୍ଡିରେ ଅଳ୍ପ ଟିକେ ପାଣି ଦେବା ଆଉ ଏଥିରେ ଦେଇଦେବା 1 ଲିଟର କ୍ଷୀର। ଯେମିତିକି ମୁଁ ଷ୍ଟାର୍ଟିଂରେ କହିଥିଲି, ଟିକେ ପାଣି ଦେଇକି କ୍ଷୀର ଦେଲେ ତଳେ ଲାଗିବନି କ୍ଷୀର। ମୁଁ ଏଇଠି ପ୍ୟାକେଟ୍ କ୍ଷୀର ନେଇଛି, ଆପଣ ଯେକୌଣସି କ୍ଷୀର ନେଇପାରିବେ। ବେଶୀ ପତଳା କ୍ଷୀର ନେବେନି, ଭଲ ବନିବନି। ଫୁଲ୍ କ୍ରିମ୍ କ୍ଷୀର କିମ୍ବା ମୋଟା କ୍ଷୀର ଦେଖିକି ନେଲେ ଭଲ ବନିବ ଆଉ ବେଶୀ କ୍ୱାଣ୍ଟିଟିର ବନିବ। କ୍ଷୀରକୁ ହାଇ ଫ୍ଲେମ୍ରେ ଲଗାତାର ଗୋଳେଇକି ଥରେ ଫୁଟେଇ ନେବା ଆଉ ଗ୍ୟାସ୍ ବନ୍ଦ କରିଦେବା। ବେଶୀ ଫୁଟେଇବା ଦରକାର ନାହିଁ। ଏହାପରେ ଏଥିରେ 1 କପ୍ ପାଣି ଦେଇକି ଗୋଳେଇ ନେବା। ଏମିତି କଲେ କ୍ଷୀର ଟିକେ ଥଣ୍ଡା ହେଇଯିବ। ଆପଣ ଚାହିଁଲେ ପାଣି ନ ଦେଇକି 1 ମିନିଟ୍ ଗୋଳେଇକି ବି ଥଣ୍ଡା କରିପାରିବେ କ୍ଷୀରକୁ। ପୁରା ଥଣ୍ଡା କରିବାର ନାହିଁ, ହାଲକା ଥଣ୍ଡା କରିବା। ବେଶୀ ଥଣ୍ଡା କରିଦେଲେ କ୍ଷୀରରୁ ଛେନା ଛିଡ଼ିବନି। ଆଉ ଯଦି ଟିକେ ଥଣ୍ଡା କରିକି ଆମେ ଏହାକୁ ଛେନା ଛିଡ଼ାଇବା ତାହେଲେ ଛେନା ନରମ ବନିବ। ବେଶୀ ଗରମ କ୍ଷୀରରେ ଯଦି ଭିନେଗାର କି ଲେମ୍ବୁ ରସ ଦେବେ ତାହେଲେ ଛେନା ଟାଣ ବନିବ। ଏବେ ମୁଁ ଏଥିରେ 3 ବଡ଼ ଚାମଚ ଭିନେଗାରରେ 6 ବଡ଼ ଚାମଚ ପାଣି ମିଶାଇକି ଦେଉଛି। ଆଉ ଅଳ୍ପ ଅଳ୍ପ କରିକି ଦେବା ଆଉ ଛେନା ଛିଡ଼େଇବା। ଏଇଠି ଆପଣ ଚାହିଁଲେ ଭିନେଗାର ବଦଳରେ ଲେମ୍ବୁ ରସ ବି ନେଇପାରିବେ ଅଳ୍ପ ପାଣି ମିଶାଇକି, କିନ୍ତୁ ଲେମ୍ବୁ ରସକୁ ଛାଙ୍କିକି ନେବେ। ଆଉ ଲେମ୍ବୁ ରସ ଆପଣଙ୍କୁ ଟିକେ ଅଧିକ ବି ଲାଗିପାରେ, କେତେ ଖଟା ଲେମ୍ବୁ ଅଛି ସେଇ ହିସାବରେ ଆପଣଙ୍କୁ ଲାଗିବ। ଏହା ସହିତ କ୍ଷୀରର କ୍ୱାଲିଟି ଉପରେ ବି ଡିପେଣ୍ଡ କରୁଛି, ସେଥିଲାଗି ଭିନେଗାର ହେଉ କି ଲେମ୍ବୁ ରସ ହେଉ ଅଳ୍ପ ଅଳ୍ପ ଦେବେ। ଟିକେ ଗୋଳେଇବେ, 5-10 ସେକେଣ୍ଡ ରହିବେ। ଦେଖିବେ ଯଦି ଛେନା ଛିଡ଼ୁନି ତାହେଲେ ଆହୁରି ଦେବେ। ଯଦି ଛେନା ଛିଡ଼ିଗଲା ବଳକା ପାଣିକୁ ଆଉ ଦେବେନି, ନହେଲେ ଛେନା ବେଶୀ ଟାଣ ହେଇଯିବ। ଏହାପରେ ଏଥିରେ କିଛି ଥଣ୍ଡା ପାଣି ଦେଇଦେବା। ଏମିତି କଲେ ଛେନା ଜଲ୍ଦି ଥଣ୍ଡା ହେଇଯିବ ଆଉ ଟାଣ ବନିବନି। ନହେଲେ ଛେନାକୁ ଛାଙ୍କିବା ପ୍ରୋସେସ୍ କରିବା ଭିତରେ ଛେନା ଗରମରେ ରହିକି ଆଉ ଟିକେ ଟାଣ ହେଇଯାଇଥାଏ। ଛେନାକୁ ଜାଲିରେ ଛାଙ୍କିବା ପରେ ବି ଆଉ ଥରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ନେବା, ଯେମିତି ଏହା ପୁରା ଥଣ୍ଡା ହେଇଯିବ। ଆଉ ଭିନେଗାର ବା ଲେମ୍ବୁ ରସ ଯାହା ଦେଇଥିବା ତାର ସ୍ମେଲ୍ ପଳେଇବ ଆଉ ଖଟା ଅଂଶ ବି ବାହାରିଯିବ। ଏହି ରେସିପିରେ ଛେନା ଯେତେ ନରମ ବନିବ ସେତେ ଭଲ ବନିବ ରେସିପି, ନହେଲେ ରବର ପରି ଲାଗିବ ଖାଇଲେ। ଛେନାକୁ ଏମିତି ଛାଙ୍କିବା ପରେ ଜାଲିରେ ଛାଡ଼ିଦେବା, ଏଥିରେ ଥିବା ଏକ୍ସଟ୍ରା ପାଣି ବାହାରିଯିବ। ଆଉ ଛେନା ପାଣି ତ ଆପଣମାନେ ଜାଣିଥିବେ କେତେ ହେଲ୍ଦି ଥାଏ। ଅଟା ଚକଟିବାଠୁ ଆରମ୍ଭ କରିକି ଡାଲି, ତରକାରୀ ଆଉ କାଞ୍ଜି ବନେଇବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ। ଏପଟେ ଦେଖନ୍ତୁ କ୍ଷୀର ଆମର ଫୁଟିକି ଅଧା ହେଇଗଲାଣି, ଆଉ ଫୁଟେଇବାନି, ନହେଲେ ଥଣ୍ଡା ହେବା ପରେ ବେଶୀ ଗାଢ଼ା ହେଇଯିବ। ଏହି ଷ୍ଟେଜ୍ରେ ମୁଁ ଦେଉଛି 7-8 ବଡ଼ ଚାମଚ ମିଲ୍କ ମେଡ଼୍ ବା କଣ୍ଡେନ୍ସ ମିଲ୍କ, ଯେଉଁଟା ଆମେ କ୍ଷୀରିରେ ଦେଇଥାନ୍ତି। ଏହାର ରେସିପି ଚ୍ୟାନେଲ୍ ଅଛି, ଆପଣ ଚାହିଁଲେ ଚେକ୍ କରିପାରିବେ। ପୁରା ଶସ୍ତାରେ ମାତ୍ର 2ଟି ଜିନିଷରୁ ବନେଇ ପାରିବେ ଆଉ ବହୁତ ଦିନ ଯାଏ ଫ୍ରିଜ୍ରେ ରଖିପାରିବେ। ଏହା ସହିତ 1 ବଡ଼ ଚାମଚ ଚିନି ମୁଁ ଏଥିରେ ଦେଉଛି, ଆପଣ ମିଠା ନିଜ ହିସାବରେ ରଖିପାରିବେ। କଣ୍ଡେନ୍ସ ମିଲ୍କ ଦେବାକୁ ଯଦି ଆପଣ ଚାହୁଁନଥିବେ ତାହେଲେ ଖାଲି ଚିନି ବି ଦେଇପାରିବେ। ଆଉ ଯଦି କଣ୍ଡେନ୍ସ ମିଲ୍କ ଦେଉନାହାନ୍ତି, ତା'ର ଯେଉଁ ଟେଷ୍ଟ ଆସିଥାଏ ଟିକେ କ୍ରିମି ଟେଷ୍ଟ ଆସେ, ସେଇଟାକୁ ବାଲାନ୍ସ କରିବା ପାଇଁ ଆପଣ ଯେତେବେଳେ କ୍ଷୀର ଗରମ କଲେ ଷ୍ଟାର୍ଟିଂରେ ଯେତେବେଳେ ଉଷୁମ ହେଇଥିବ କ୍ଷୀର, 3-4 ବଡ଼ ଚାମଚ ସେଥିରେ ମିଲ୍କ ପାଉଡ଼ର ଦେଇଦେବେ ଆଉ ଲାଷ୍ଟରେ ଏମିତି ଚିନି ଦେଇଦେବେ ଖାଲି। ତାହେଲେ ବି ଆପଣଙ୍କୁ ଜଣାପଡ଼ିବନି, ଲାଗିବ କି କଣ୍ଡେନ୍ସ ମିଲ୍କ ଦିଆହେଇଛି ରେସିପିରେ। ଭଲ ଭାବେ ମିଶାଇକି 2 ମିନିଟ୍ ଫୁଟେଇ ନେବା। ଏହାପରେ ଏଥିରେ କାଟିକି ରଖିଥିବା ପିସ୍ତା ଆଉ ଭାଜିକି ରଖିଥିବା କାଜୁ ଦେଇଦେବା। ଆପଣ ନିଜ ପସନ୍ଦର ଡ୍ରାଏ ଫ୍ରୁଟ୍ସ ଏଥିରେ ଦେଇପାରିବେ, ଆଉ ବିନା ଡ୍ରାଏ ଫ୍ରୁଟ୍ସରେ ବି ବନେଇ ପାରିବେ, ସିଏ ବି ଭଲ ଲାଗିଥାଏ। ଏହାପରେ ଦେଖନ୍ତୁ ଯେଉଁ ଛେନା ବନେଇକି ରଖିଥିଲେ ଏଥିରୁ ଏକ୍ସଟ୍ରା ପାଣି ବାହାରିଗଲାଣି। ପୁରା ଶୁଖିଲା ଦରକାର ନାହିଁ, ହାଲକା ମଏଶ୍ଚର ଏଥିରେ ରହିଲେ ଭଲ ଲାଗିଥାଏ। ଆଉ ଛେନା କେତେ ନରମ ବନିଛି ଦେଖନ୍ତୁ। ଏବେ ଏହାକୁ ହାତରେ ଟିକେ ଗୁଣ୍ଡ କରିନେବା। ପୁରା ଛୋଟ ଦାନା ଦରକାର ନାହିଁ, ଖାଲି ବଡ଼ ବଡ଼ ପିସ୍ ଯେଉଁ ଅଛି ସେଇଟାକୁ ଟିକେ ଛୋଟ କରିନେବା। ଏହାପରେ ଫ୍ଲେମ୍କୁ ଲୋରେ ରଖିକି ଏଥିରେ ଛେନା ଦେଇଦେବା।
ଭଲ ଭାବେ ଥରେ ମିଶାଇ ନେବା ଆଉ लो फ्लेम 4 ରୁ 5 ମିନିଟ୍ ପର୍ଯ୍ୟନ୍ତ ଫୁଟାଇ ନେବା। ବେଶୀ ଫୁଟାଇବାନି, ଅଳ୍ପ ଟିକେ ଫୁଟାଇଲେ ଛେନାରୁ ଯେଉଁ ପାଣି ବାହାରିବ ସେଇଟା ଶୁଖିଯିବ। ଆଉ ଯଦି ଅଧିକ ସମୟ ପର୍ଯ୍ୟନ୍ତ ଆମେ ଫୁଟାଇ ନେବା ତାହେଲେ ଛେନା ଟାଣ ହୋଇଯିବ, ଖାଇବାକୁ ଭଲ ଲାଗିବନି। ଆଜିର ଭିଡ଼ିଓରେ ମୁଁ ରେସିପିର ନାଁ କହିନି, ଯଦି ଆପଣ ଜାଣିଛନ୍ତି ତାହେଲେ କମେଣ୍ଟ ସେକ୍ସନରେ ନିଶ୍ଚୟ ଲେଖନ୍ତୁ। ଏହାପରେ ଏଥିରେ ଦେବା ଗୋଟେ ଚିମଟା ଲୁଣ, ମିଠା ଟେଷ୍ଟକୁ ଟିକେ ବାଲାନ୍ସ କରିବା ପାଇଁ ଭଲ ଲାଗିଥାଏ ଟିକେ ଲୁଣ ଦେଲେ। ଏହା ସହିତ ଅଧା ଛୋଟ ଚାମଚ ଦେଇଦେବା ଗୁଜୁରାତି ଗୁଣ୍ଡ ଆଉ 2-3 ଡ୍ରପ୍ ଦେଉଛି ଗୋଲାପ ଜଳ। ଭଲ ଫ୍ଲେଭର ପାଇଁ ଏଇଟା ପୁରା ଅପସନାଲ୍ ଅଛି, ନଦେଲେ ବି ଚଳିବ। ଏତିକି ବହଳିଆ ରଖିବା, ଏହାକୁ ଥଣ୍ଡା ହେବା ପରେ ଆଉ ଟିକେ ବହଳିଆ ହେଇଯିବ। ଆଉ ଫ୍ରିଜରେ ରଖିଲେ ଆହୁରି ବହଳିଆ ହେଇଯିବ, ସେଥିଲାଗି ଧ୍ୟାନ ରଖିବେ। ଏହାକୁ ଥଣ୍ଡା ଥଣ୍ଡା ଖାଇଲେ ବେଶୀ ଭଲ ଲାଗିବ। ଏଥର ହୋଲିରେ ବନାନ୍ତୁ ଆଉ ନିଜର ମତାମତ ଦେବା ସହିତ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଜଗନ୍ନାଥ।